हेलो स्टूडेंट, वेलकम टू पॉलिटिकल साइंस ओडिया यूट्यूब चैनल। तो पिला माने आमे प्रीवियस क्लास रे डेमोक्रेसी रो चैलेंजेस बा गणतांत्रिक राष्ट्र प्रति कोन कोन आह्वान अछि आमे पढिथिले, जेमिति कि असमता एवं आंचलिकतावाद एवं होची हमर नक्सलवादी समस्या आ कोन निरक्षरता ए सब पढिथिले। तो फाइनली नेक्स्ट क्लास रे आमे डेमोक्रेसी को कंप्लीट करथिले। तो डेमोक्रेसी रे पाखा पाखी आमे 5-6 क्लास करिचु, जेथिरे यूनिट 1 रो डेमोक्रेसी पार्ट हमर कंप्लीट हेची। नेक्स्ट पार्ट रे तमर अछि कोन ना पार्टी सिस्टम इन इंडिया, जाको हमें कहूचे भारत रे दलीय व्यवस्था। तो पिला माने आजिरो क्लास रे हमें कोन पढिबा ना भारत रे दलीय व्यवस्था। तो पिला माने चलो आ देरी न करी कि हमें आजिरो क्लास को स्टार्ट करिबा। तो आजिरो क्लास रे हमें पढिबा पार्टी सिस्टम इन इंडिया, जार इंट्रोडक्शन, मीनिंग आ तार डेफिनेशन। ओके, तो भारत रे हमर दलीय व्यवस्था कोन, दलीय व्यवस्थार अर्थ कोन एवं दलीय व्यवस्थार कोन कोन संज्ञा अछि हला। तो प्रथम होची कोन इंट्रोडक्शन ना उपक्रम। पिला माने आमे जानिचे जे भारत हेउची एक विशाल गणतांत्रिक देश हला। भारत एक गणतांत्रिक देश एवं विशाल गणतांत्रिक देश, माने जाको हमें कहूचे सर्वबृहत गणतांत्रिक राष्ट्र होची कि ना भारत। केमिति ना गणतंत्र सफलता पाई राजनैतिक दल मानकर भूमिका अत्यंत गुरुत्वपूर्ण। तामाने गोटे गणतांत्रिक देश रे जेतेबेले आमे देखिबा जे गणतंत्र केमिति सफल रूपायन हबो बा गणतंत्र केमिति सफलता पाइबो, तो सेथिपे राजनैतिक दल मानकर जोटा आमे कहूचे पॉलिटिकल पार्टी मानकर भूमिका अत्यंत गुरुत्वपूर्ण अटे। आउ कोन ना भारत रे विभिन्न राजनैतिक दल लोक मानकर मतामत को प्रकाश करी सरकारଙ୍କ गठन रे अंश ग्रहण करती। तामाने एठी कोन हुए ना भारत रे विभिन्न राजनैतिक दल, आमे जानिचे भारत हेउची एक बहुदलीय व्यवस्था। तो भारत रो विभिन्न राजनैतिक दल कोन करंती ना लोक मानकर मतामत को प्रकाश करी, जनसाधारणଙ୍କ मतामत को प्रकाश करी सरकार गठन रे अंश ग्रहण करिथांती। ଏହି ଯୋଉ ଦଳ ଗୁଡିକ ମାନେ ରାଜନୈତିକ ଦଳ ଗୁଡିକ ନିର୍ବାଚନରେ ପ୍ରତିଯୋଗିତା କରି ଜନମତ ଅନୁସାରେ ଶାସନ କରନ୍ତି। ତାମାନେ ରାଜନୈତିକ ଦଳ ହଉଛି କଣ ନା ଆମ ଗଣତନ୍ତ୍ରରେ ଏକ ସଫଳତା ପାଇଁ ଏମାନଙ୍କ ଭୂମିକା ନିହାତି ଗୁରୁତ୍ୱପୂର୍ଣ୍ଣ। ଆଉ କଣ ହୁଏ ନା ଭାରତରେ ବିଭିନ୍ନ ପ୍ରକାର ରାଜନୈତିକ ଦଳ କଣ କରନ୍ତି, ସେମାନଙ୍କ ମତାମତକୁ ପ୍ରକାଶ କରନ୍ତି ଏବଂ ସରକାର ମଧ୍ୟ ଗଠନ କରନ୍ତି। ଦେନ୍ କଣ ହୁଏ ନା ଏଇ ଯୋଉ ଦଳ ଗୁଡିକ ନିର୍ବାଚନରେ ପ୍ରତିଯୋଗିତା କରନ୍ତି, ତା ଭିତରୁ ଜଣେ ଜିତିବ। ଦେନ୍ ସେ କଣ କରିବ ନା ଜନମତ ଅନୁସାରେ ବା ଜନମତ କୁ ଆଧାର କରିକି ସେ କଣ କରେ ନା ଶାସନ ପ୍ରକ୍ରିୟା କାର୍ଯ୍ୟ କରିଥାଏ। ପିଲାମାନେ ଆମେ ଜାଣିଛେ ଯେ ଭାରତରେ ବହୁଦଳୀୟ ବ୍ୟବସ୍ଥା ଦେଖିବାକୁ ମିଳେ। କଣ ନା ଭାରତରେ ବହୁଦଳୀୟ ବ୍ୟବସ୍ଥା ଦେଖିବାକୁ ମିଳେ, ଅର୍ଥାତ୍ ଭାରତ ହେଉଛି ଏକ ବହୁଦଳୀୟ ଶାସନ ବ୍ୟବସ୍ଥା। ଏଠି ଅନେକ ରାଜନୈତିକ ଦଳ ମାନଙ୍କର ଦୃଶ୍ୟମାନ ହେଇଥାଏ। କଣ ହୁଏ ନା ଏଠାରେ ଜାତୀୟ ଦଳ ଓ ଆଞ୍ଚଳିକ ଦଳ ଉଭୟଙ୍କର ଗୁରୁତ୍ୱ ରହିଛି। ତେବେ ଆମେ କଣ ଜାଣିଲେ ନା ଜାତୀୟ ଦଳ ଏବଂ ଆଞ୍ଚଳିକ ଦଳ ଉଭୟ ଦଳର ଗୁରୁତ୍ୱ ଏଠାରେ ଦେଖାଯାଏ। କୋଉଠାରେ ନା ଭାରତରେ ଦେଖାଯାଏ। ଦେନ୍ ଆମର ସ୍ଵାଧୀନତା ପରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ, ଯାହାକୁ ଆମେ କହୁଛେ ଭାରତୀୟ ଜାତୀୟ କଂଗ୍ରେସ ବା ଆମେ ସର୍ଟରେ କଣ କହୁଛେ ନା INC, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ବା ଭାରତୀୟ ଜାତୀୟ କଂଗ୍ରେସ ଦୀର୍ଘ ସମୟ ଧରି ଶାସନ କରିଥିଲା। ପରେ ମାନେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ପରେ ପରେ ଭାରତୀୟ ଜନତା ପାର୍ଟି, ଯାହାକୁ ଆମେ କହୁଛେ କଣ BJP, ଅର୍ଥାତ୍ ଭାରତୀୟ ଜନତା ପାର୍ଟି BJP ସହ ଅନ୍ୟାନ୍ୟ ଦଳ ମାନେ ମଧ୍ୟ ଶକ୍ତିଶାଳୀ ହୋଇ ଉଠିଲେ। ତାମାନେ ଗୋଟେ ଟାଇମ ପିରିୟଡରେ ଯେତେବେଳେ ଆମେ ଇଣ୍ଡିପେଣ୍ଡେଣ୍ଟ ପାଇଲେ ବା ଆମେ ସ୍ୱାଧୀନତା ପାଇଲେ, ତାପରେ ଆମର INC, ଯାହାକୁ ଆମେ କହୁଛେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ବା ଆମର ଭାରତୀୟ ଜାତୀୟ ଦଳ, ଦୀର୍ଘ ସମୟ ଧରି ସେ ଆମକୁ ଶାସନ କରିଛି। ପରେ ପରେ ଆସିଲା କିଏ ନା BJP, ଯାହାକୁ ଆମେ କହୁଛେ ଭାରତୀୟ ଜନତା ପାର୍ଟି। ସେ ଅନ୍ୟାନ୍ୟ ଦଳ ମାନଙ୍କ ସହିତ ମିଶିଛି ଏବଂ ଶକ୍ତିଶାଳୀ ମଧ୍ୟ ହୋଇଛି। ତେବେ ଆମେ ଯାହା ବି ପଢିଲେ ନା ଏହିପରି ଭାବରେ ଭାରତରେ କଣ ହଉଛି ନା ଦଳୀୟ ବ୍ୟବସ୍ଥା ଗଣତନ୍ତ୍ରର ଆଧାର ଭାବେ କାର୍ଯ୍ୟ କରି ଦେଶର ରାଜନୈତିକ ସ୍ଥିରତା ଓ ଲୋକ ଶାସନକୁ ସୁଦୃଢ କରିଛି ହେଲା। ତାମାନେ ଏଇପରି ଭାବରେ କଣ ହଉଛି ନା ଭାରତର ଦଳୀୟ ବ୍ୟବସ୍ଥା ଗଣତନ୍ତ୍ରକୁ ଆଧାର ଭାବରେ ନେଇଛି ଏବଂ ଗଣତନ୍ତ୍ର ଆଧାରରେ କାର୍ଯ୍ୟ କରିଛି। ଗଣତନ୍ତ୍ର ଆଧାରରେ କାର୍ଯ୍ୟ କରିବା ଦ୍ୱାରା କଣ ମିଳିଛି ଆମକୁ ନା ଆମ ଦେଶର ରାଜନୈତିକ ସ୍ଥିରତା ବଜାୟ ରହିଛି ଏବଂ ଲୋକ ଶାସନକୁ, ଅର୍ଥାତ୍ ଆମେ ଯାହାକୁ କହୁଛେ ଗଣତନ୍ତ୍ର, ସେ କୋଉଠି ନା କୋଉଠି ଆମର ସୁଦୃଢ ହେଇଛି। ପିଲାମାନେ ଆମେ ଭାରତୀୟ ଦଳୀୟ ବ୍ୟବସ୍ଥାର ଇଣ୍ଟ୍ରୋଡକ୍ସନ କଣ ପଢିଲେ, ଭାରତୀୟ ଦଳୀୟ ବ୍ୟବସ୍ଥା କେମିତି କାର୍ଯ୍ୟ କରୁଛି ପଢିଲେ। ବର୍ତ୍ତମାନ ଆମେ ହଉଛି ପଢିବା ତାର ମିନିଂ ବା ତାର ଅର୍ଥ, ଅର୍ଥାତ୍ ଏଇ ଭାରତୀୟ ଦଳୀୟ ବ୍ୟବସ୍ଥାର ବା ଆମର ଇଣ୍ଡିଆନ ପାର୍ଟି ସିଷ୍ଟମ ର ଅର୍ଥ କଣ ହେଲା।
ଅର୍ଥ କ'ଣ ନା ପ୍ରତିନିଧିମୂଳକ ଅନୁଷ୍ଠାନମାନଙ୍କର ବିକାଶ ଏବଂ ମତଦାନ ବ୍ୟବସ୍ଥାର ବ୍ୟାପକ ପ୍ରସାର ଅଥବା ସାର୍ବଜନୀନ ମତଦାନ ବ୍ୟବସ୍ଥାର ପ୍ରଚଳନ ଫଳରେ ରାଜନୈତିକ ଦଳମାନଙ୍କର ଆବିର୍ଭାବ ହେଇଛି। ତାମାନେ ଦଳମାନେ କେମିତି ସୃଷ୍ଟି ହେଇଛନ୍ତି ନା ଧୀରେ ଧୀରେ ଆମ ପ୍ରତିନିଧିମୂଳକ ଅନୁଷ୍ଠାନମାନଙ୍କର ବିକାଶ ହେଇଛି ଏବଂ ମତଦାନ ବ୍ୟବସ୍ଥାର ବ୍ୟାପକ ପ୍ରସାର ହେଇଛି। ତାମାନେ ମତଦାନ ବ୍ୟବସ୍ଥା ମାନେ କ'ଣ, ଯାହାକୁ ଆମେ କହୁଛେ ସାର୍ବଜନୀନ ମତଦାନ ବ୍ୟବସ୍ଥା, ଅର୍ଥାତ୍ 18 ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ମାନେ ମତଦାତାରେ ସାମିଲ ହେବେ। ହେଲା, ଯାହା ଫଳରେ ହେଇଛି କ'ଣ ନା ରାଜନୈତିକ ଦଳମାନଙ୍କର ଆବିର୍ଭାବ ହେଇଛି। ପିଲାମାନେ ଯଦି ଆମେ ବିଧିବଦ୍ଧ ଭାବେ ଦେଖିବା ବା ନିୟମଗତ ଭାବେ ଦେଖିବା, ତାହେଲେ ଆଧୁନିକ ରାଜନୈତିକ ଦଳ ସର୍ବପ୍ରଥମେ ଆମର କୋଉ ଦେଶରେ ସୃଷ୍ଟି ହେଇଥିଲା ନା ଯୁକ୍ତରାଷ୍ଟ୍ର ଆମେରିକା, ଯାହାକୁ ଆମେ କହୁଛେ USA। ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଥମେ ହଉଛି ଆମର ଆଧୁନିକ ରାଜନୈତିକ ଦଳ ସୃଷ୍ଟି ହୋଇଥିଲା। କାରଣ କ'ଣ ନା କାରଣ ସେଠାରେ ସାବାଳକ ମତଦାନ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ତାମାନେ 18 ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ମାନେ କ'ଣ କରିବେ ନା ଭୋଟ ଦାନରେ ଅଂଶଗ୍ରହଣ କରିବେ। କିନ୍ତୁ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶମାନେ ବିଳମ୍ବରେ ସାର୍ବଜନୀନ ମତଦାନ ବ୍ୟବସ୍ଥାକୁ ଗ୍ରହଣ କରିବାରୁ ସେଠାରେ ଅପେକ୍ଷାକୃତ ବିଳମ୍ବରେ ରାଜନୈତିକ ଦଳମାନେ ସୃଷ୍ଟି ହେଲେ। ତାହେଲେ ଯଦି ପ୍ରଥମେ ଆମେ ଦେଖିବା ସିଷ୍ଟମେଟିକାଲି ବା ବିଧିବଦ୍ଧ ବା ନିୟମଗତ ଭାବରେ ଆମର ଆଧୁନିକ ରାଜନୈତିକ ଦଳ ସର୍ବପ୍ରଥମେ କୋଉଠି ସୃଷ୍ଟି ହେଇଛି ନା USA ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟି ହେଇଛି। କାରଣ କ'ଣ ନା ସାବାଳକ ମତଦାନ ବ୍ୟବସ୍ଥାକୁ ସିଏ ପ୍ରଚଳନ କରିଥିଲା। କିନ୍ତୁ ଇଂଲଣ୍ଡ ହେଇଯାଉ ବା ଆମର ଅନ୍ୟାନ୍ୟ ୟୁରୋପୀୟ ଦେଶମାନେ ହେଇଯାଆନ୍ତୁ, ଏମାନେ ଯେହେତୁ ବିଳମ୍ବରେ ସାର୍ବଜନୀନ ମତଦାନ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି, ତାହେଲେ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ଅପେକ୍ଷାକୃତ ବିଳମ୍ବରେ ରାଜନୈତିକ ଦଳମାନେ କ'ଣ ହେଇଛନ୍ତି ନା ଇଂଲଣ୍ଡରେ ବା ଅନ୍ୟାନ୍ୟ ୟୁରୋପୀୟ ଦେଶମାନଙ୍କରେ ସୃଷ୍ଟି ହୋଇଛନ୍ତି। ନେକ୍ସଟ ପିଲାମାନେ କ'ଣ ନା ଦଳୀୟ ବ୍ୟବସ୍ଥା ମାନେ ହେଉଛି କ'ଣ, ଦଳୀୟ ବ୍ୟବସ୍ଥା ମାନେ ହେଉଛି ଏକ ଦେଶର ବିଭିନ୍ନ ରାଜନୈତିକ ଦଳମାନଙ୍କର ଗଠନ, କାର୍ଯ୍ୟପ୍ରଣାଳୀ ଓ ପରସ୍ପର ସମ୍ପର୍କର ବ୍ୟବସ୍ଥା। ତାମାନେ ଆମେ କ'ଣ ଦେଖିଲେ ନା ଗୋଟେ ଦେଶର ରାଜନୈତିକ ଦଳମାନଙ୍କର ଯୋଉ ଗଠନ ପ୍ରକ୍ରିୟା ଅଛି, ଯୋଉ କାର୍ଯ୍ୟପ୍ରଣାଳୀ ଅଛି ଏବଂ ତାଙ୍କ ପରସ୍ପର ଭିତରେ ଯୋଉ ସମ୍ପର୍କ ଅଛି, ତାକୁ ଆମେ କ'ଣ କହୁଛେ ନା ଦଳୀୟ ବ୍ୟବସ୍ଥା ବୋଲି କହୁଛେ। ଭାରତରେ କ'ଣ ହଉଛି ନା ଅନେକ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ରହିଥିବାରୁ ଏହାକୁ ବହୁଦଳୀୟ ବ୍ୟବସ୍ଥା କୁହାଯାଏ। ପିଲାମାନେ ଭଲ ଭାବରେ ମନେ ରଖିବ, ଆମ ଭାରତରେ ବହୁଦଳୀୟ ବ୍ୟବସ୍ଥା ଦେଖାଯାଏ। ଅର୍ଥାତ୍ ଏଠି ବିଭିନ୍ନ ଦଳ ରାଜନୈତିକ ଦଳ ଅଛନ୍ତି, ଯେମିତିକି କିଛି ଜାତୀୟ ଦଳ ଏବଂ କିଛି ଆଞ୍ଚଳିକ ରାଜନୈତିକ ଦଳ। ଏହି ଦଳମାନେ ନିର୍ବାଚନରେ ଭାଗ ନେଇ ଜନସାଧାରଣଙ୍କ ମତ ଅନୁସାରେ ସରକାର ଗଠନ କରନ୍ତି ଏବଂ ଗଣତନ୍ତ୍ରକୁ ସୁଦୃଢ଼ କରନ୍ତି। ଏଇ ଯୋଉ ଦଳମାନେ ରହିଲେ, ରାଜନୈତିକ ଦଳମାନେ ରହିଲେ, ଏମାନେ କ'ଣ କରନ୍ତି ନା ନିର୍ବାଚନରେ ପ୍ରଥମେ ଭାଗ ନିଅନ୍ତି ଏବଂ ଜନସାଧାରଣଙ୍କ ମତ ଅନୁସାରେ ସରକାର ଗଠନ କରନ୍ତି ଏବଂ ଗଣତନ୍ତ୍ରକୁ ମଧ୍ୟ ଏମାନେ ସୁଦୃଢ଼ କରିଥାନ୍ତି। ନେକ୍ସଟ ପିଲାମାନେ ମିନିଂ ପରେ ଆମେ କ'ଣ ପଢିବା, ଡେଫିନେସନ ବା ସଂଜ୍ଞା। ଅର୍ଥାତ୍ ଭାରତୀୟ ଦଳୀୟ ବ୍ୟବସ୍ଥାର ବା ପାର୍ଟି ସିଷ୍ଟମ ଇନ୍ ଇଣ୍ଡିଆରେ କ'ଣ କ'ଣ ଡେଫିନେସନ ଅଛି ବା କ'ଣ କ'ଣ ସଂଜ୍ଞା ଅଛି। ରାଜନୈତିକ ଦାର୍ଶନିକ କିଏ କ'ଣ ତା ବାବଦରେ ମତ ଦେଇଛନ୍ତି। ପ୍ରଥମେ କିଏ ଆମର ସିଗମଣ୍ଡ ନ୍ୟୁମାନ। ପିଲାମାନେ ଯେତେବେଳେ ଏକ୍ଜାମରେ ଲେଖିବ ଭଲ ଭାବରେ ସ୍ପେଲିଂ ଗୁଡାକୁ ଦେଖୁଥିବ ଏବଂ ଲେଖିବ, କାହିଁକିନା ସ୍ପେଲିଂ ମିଷ୍ଟେକ୍ ହେଲେ ତମର ମାର୍କ କଟି ଯାଇପାରେ। ହେଲା, ତାହେଲେ ସିଗମଣ୍ଡ ନ୍ୟୁମାନ କ'ଣ କହିଲେ ତାଙ୍କ ମତରେ ନା ରାଜନୈତିକ ଦଳ ଗୁଡ଼ିକ ଆଧୁନିକ ରାଜନୀତିର ଜୀବନ ରେଖା। ଅର୍ଥାତ୍ ସେ ସର୍ଟରେ କହିଛନ୍ତି ଯୋଉ ରାଜନୈତିକ ଦଳ ଗୁଡ଼ିକ ହେଉଛନ୍ତି ସେମାନେ କ'ଣ ନା ଆମ ଆଧୁନିକ ରାଜନୀତିର ଜୀବନ ରେଖା। ଏକଥା କିଏ କହିଛନ୍ତି ନା ସିଗମଣ୍ଡ ନ୍ୟୁମାନ କହିଛନ୍ତି। ସିଗମଣ୍ଡ ନ୍ୟୁମାନଙ୍କ ପରେ କିଏ ଆସିଲେ ନା ଏଡମଣ୍ଡ ବର୍ଗ। ସିଏ କ'ଣ କହିଲେ ନା ଗୋଟିଏ ରାଜନୈତିକ ଦଳ ହେଉଛି ମିଳିତ ପ୍ରୟାସ ମାଧ୍ୟମରେ ଜାତୀୟ ସ୍ୱାର୍ଥର ପ୍ରୋତ୍ସାହନ ନିମନ୍ତେ କେତେକ ନିର୍ଦ୍ଦିଷ୍ଟ ନୀତି ଉପରେ ସମ୍ମତ ହୋଇଥିବା ଏକ ସମ୍ମିଳିତ ଜନସମୁଦାୟ। ଅର୍ଥାତ୍ ସେ କ'ଣ କହୁଛନ୍ତି ନା ଗୋଟିଏ ରାଜନୈତିକ ଦଳ କ'ଣ ନା ମିଳିତ ପ୍ରୟାସ ମାଧ୍ୟମରେ ଜାତୀୟ ସ୍ୱାର୍ଥର ପ୍ରୋତ୍ସାହନ ନିମନ୍ତେ, ଜାତୀୟ ସ୍ୱାର୍ଥକୁ ବୃଦ୍ଧି କରିବା ପାଇଁ ବା ତାକୁ ପ୍ରୋତ୍ସାହିତ କରି କେତେକ ନିର୍ଦ୍ଦିଷ୍ଟ ନୀତି ଉପରେ ସମ୍ମତ ହୋଇଥାଏ। ଅର୍ଥାତ୍ ରାଜନୈତିକ ଦଳ ମିଳିତ ଭାବରେ ଜାତୀୟ ସ୍ୱାର୍ଥର ପ୍ରୋତ୍ସାହନ ପାଇଁ କିଛି ନିର୍ଦ୍ଦିଷ୍ଟ ନୀତି ଉପରେ ସମ୍ମତ ଦେଇଥାଏ। ଏଇ ଯୋଉ ସମ୍ମିଳିତ ଜନସମୁଦାୟକୁ ଆମେ କ'ଣ କହୁଛେ ନା ରାଜନୈତିକ ଦଳ ବୋଲି କହୁଛେ। ଏକଥା କିଏ କହିଛନ୍ତି ନା ଏଡମଣ୍ଡ ବର୍ଗ କହିଛନ୍ତି। ଏଡମଣ୍ଡ ବର୍ଗଙ୍କ ପରେ ଆମର ଆସିଲେ କିଏ ନା ଆର୍.ଏନ୍. ଗିଲଖ୍ରିଷ୍ଟ। ତାଙ୍କ ମତରେ କ'ଣ ନା ଏକ ରାଜନୈତିକ ଦଳ ହେଉଛି ନାଗରିକ ମାନଙ୍କର ଏକ ସଂଗଠିତ ବର୍ଗ ବା ଗୋଷ୍ଠୀ, ଯେଉଁମାନେ ପେଶାଗତ ଭାବେ ସମାନ ରାଜନୈତିକ ମତର ସହଭାଗୀ ହୁଅନ୍ତି ଓ ଗୋଟିଏ ରାଜନୈତିକ ଏକକ ରୂପେ ଶାସନ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରନ୍ତି। ତାମାନେ ଆର୍.ଏନ୍. ଗିଲଖ୍ରିଷ୍ଟ କ'ଣ କହିଲେ ନା ଏକ ରାଜନୈତିକ ଦଳ ହେଉଛି
ନାଗରିକ ମାନଙ୍କର ଏକ ସଂଗଠିତ ଗୋଷ୍ଠୀ ହେଲା। ତାପରେ ଗୋଟେ ରାଜନୈତିକ ଦଳ କି ନାଗରିକ ମାନଙ୍କର ହଉଛି ଏକ ଗୋଷ୍ଠୀ। ଏଇ ଯୋଉ ଗୋଷ୍ଠୀ ଏମାନେ କଣ କରନ୍ତି ନା, ଯେଉଁମାନେ ପେଶାଗତ ଭାବେ ସମାନ ରାଜନୈତିକ ମତର ସହଭାଗୀ ହୁଅନ୍ତି, ଅର୍ଥାତ୍ ଏମାନଙ୍କର ରାଜନୈତିକ ମତ ଗୋଟେ ଥାଏ ବା ସମାନ ଥାଏ। ଆଉ କଣ ହୁଏ ନା, ଗୋଟିଏ ରାଜନୈତିକ ଏକକ ରୂପେ ଶାସନ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରନ୍ତି। ଏ କଥା କହିଲେ କିଏ ନା ଆରେନ୍ ଗିଲଖ୍ରୀଷ୍ଟ। ଆରେନ୍ ଗିଲଖ୍ରୀଷ୍ଟ ପରେ ଆସିଲେ କିଏ ନା ମୋରିସ୍ ଡୁଭେରକର। ମୋରିସ୍ ଡୁଭେରକର ତାଙ୍କ ମତରେ କଣ ନା, ରାଜନୈତିକ ଦଳ ଗୁଡିକ ହେଉଛନ୍ତି ଗୋଟିଏ ରାଜନୈତିକ ବ୍ୟବସ୍ଥାରେ କ୍ଷମତା ହାସଲ ଓ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ସଂଗଠିତ ବର୍ଗ ବା ଗୋଷ୍ଠୀ। ଏକଥା କହିଲେ କି ମୋରିସ୍ ଡୁଭେରକର। ତାମାନେ ସିଏ କହୁଛନ୍ତି ରାଜନୈତିକ ଦଳ ଗୁଡିକ ହେଉଛନ୍ତି ଗୋଟିଏ ରାଜନୈତିକ ବ୍ୟବସ୍ଥାରେ ଯେତେବେଳେ କ୍ଷମତା ହାସଲ କରିବା ପାଇଁ ଏବଂ ତାକୁ ପ୍ରୟୋଗ କରିବା ଉଦ୍ଦେଶ୍ୟରେ ଯେଉଁ ଗୋଟେ ବର୍ଗ ବା ଯୋଉ ଗୋଟେ ଗୋଷ୍ଠୀ ସଂଗଠିତ ହୁଏ, ତାକୁ ଆମେ କହୁଛେ କଣ ନା ରାଜନୈତିକ ଦଳ ବୋଲି କହୁଛେ। ମୋରିସ୍ ଡୁଭେରକରଙ୍କ ପରେ ଆସିଲେ କିଏ ନା ମାକାଇଭର। ମାକାଇଭର ତାଙ୍କ ମତରେ କଣ ବା ତାଙ୍କ ସଂଜ୍ଞା ଅନୁସାରେ ହଉଛି କଣ ନା, ଗୋଟିଏ ରାଜନୈତିକ ଦଳ ହେଉଛି କେତେକ ନୀତି ସପକ୍ଷରେ ସଂଗଠିତ ଏକ ସଂଘ, ଯିଏ ସାମ୍ବିଧାନିକ ଉପାୟରେ ସରକାର ବା ଶାସନର ଅବଧାରକ ହେବା ନିମନ୍ତେ ପ୍ରୟାସ କରେ। ହେଲା, ତାମାନେ କଣ, ଏକ ରାଜନୈତିକ ଦଳ ଯେତେବେଳେ କିଛି ନୀତି ସପକ୍ଷରେ ସଂଗଠିତ ହେଇଛି ଏବଂ ଏକ ସଂଘ ଯିଏ ସାମ୍ବିଧାନିକ ଉପାୟରେ ସରକାର ବା ଶାସନର ଅବଧାରକ ଅର୍ଥାତ୍ ତାର ସୂତ୍ରଧର ପାଲଟିଛି ବା ସୂତ୍ରଧର ପାଲଟିବା ପାଇଁ ପ୍ରୟାସ କରୁଛି, ସେତେବେଳେ ଆମେ ତାକୁ କଣ କହୁଛୁ ଯେ ଏଇଟା ହଉଛି ଗୋଟେ ରାଜନୈତିକ ଦଳ। ତାପରେ ନେକ୍ସଟ କିଏ ଆସିଲେ ନା ଲୋୱେଲ। ଲୋୱେଲଙ୍କ ମତରେ କଣ ନା, ରାଜନୈତିକ ଦଳ ଗୁଡିକ ପବନ ଓ ଜୁଆର ଭଳି ସ୍ୱାଭାବିକ। ଆମେ ଜାଣିଛେ ଯେ ପବନ ଓ ଜୁଆର କେମିତି ମାଡି ଆସେ, ତ ରାଜନୈତିକ ଦଳ ଗୁଡିକ ପବନ ଓ ଜୁଆର ଭଳି କଣ ସ୍ୱାଭାବିକ ହେଇଥାନ୍ତି। ଏକଥା କହିଲେ କିଏ ନା ଲୋୱେଲ। ପିଲାମାନେ ଆଜିର କ୍ଲାସରେ ଆମେ କଣ ପଢିଲେ ନା, ପାର୍ଟି ସିଷ୍ଟମ ଇନ୍ ଇଣ୍ଡିଆ। ପାର୍ଟି ସିଷ୍ଟମ ଇନ୍ ଇଣ୍ଡିଆ। ଏ ଯୋଉ ପାର୍ଟି ସିଷ୍ଟମ ଇନ୍ ଇଣ୍ଡିଆରେ ଆମେ ଆଜି କଣ ପଢିଲେ ନା, ପ୍ରଥମେ ହଉଛି ଆମେ ପଢିଲେ ଇଣ୍ଟ୍ରୋଡକ୍ସନ। ନେକ୍ସଟ ଆମେ କଣ ପଢିଲେ ନା ମିନିଂ ପଢିଲେ। ନେକ୍ସଟ ଆମେ କଣ ପଢିଲେ ନା ଡେଫିନେସନ। ଅର୍ଥାତ୍ ଆଜି ଆମେ କଣ ପଢିଲେ ନା, ଭାରତରେ ଦଳୀୟ ବ୍ୟବସ୍ଥାର ଇଣ୍ଟ୍ରୋଡକ୍ସନ, ତାର ଉପକ୍ରମ, ତାର ପରିଚୟ ଏବଂ ତାର ଅର୍ଥ ବା ତାର ମିନିଂ ପଢିଲେ ଏବଂ କଣ ପଢିଲେ ତାର ଡେଫିନେସନ ବା ତାର ସଂଜ୍ଞା। ଅର୍ଥାତ୍ କୋଉ ଫିଲୋସଫର ତାଙ୍କ ମତ କଣ ଦେଇଛନ୍ତି ପାର୍ଟି ସିଷ୍ଟମକୁ ନେଇକି। ତ ପିଲାମାନେ ଆଜିର କ୍ଲାସ କେମିତି ଲାଗିଲା ନିହାତି କମେଣ୍ଟରେ ଜଣେଇବ। ଦେନ୍ ଭିଡ଼ିଓଟି ଦେଖି ସାରିଲା ପରେ ଯଦି ଭଲ ଲାଗିଛି ବା ତମେ ଯୋଉଠି ତମର ବୁଝିପାରିନ, ତ ନିହାତି କମେଣ୍ଟରେ ଇନଫର୍ମ କରିବ, ମୁଁ ତାକୁ ନେକ୍ସଟ କ୍ଲାସରେ ନିହାତି ବୁଝେଇଦେବି। ତ ଭିଡ଼ିଓଟି ଦେଖି ସାରିଲା ପରେ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ କରିକି ଯିବ। ତ ପିଲାମାନେ ରହିଲି, ଧନ୍ୟବାଦ, ଥ୍ୟାଙ୍କ ୟୁ।